ଆଫଗାନିସ୍ତାନ ପକତିକା ପ୍ରଜାତନ୍ତ୍ର ଉପରେ ପାକିସ୍ତାନର ଏୟାର ଷ୍ଟ୍ରାଇକ୍। ବର୍ମଲ ଜିଲ୍ଲାରେ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ 15 ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ରହିଛନ୍ତି ମହିଳା ଓ ଶିଶୁ। ମୃତ୍ୟୁ ସଂଖ୍ୟା ଅଧିକ ହେବା ଆଶଙ୍କା କରାଯାଉଛି। ଲମନ ଗାଁ ସମେତ 7ଟି ଗ୍ରାମକୁ କରାଯାଇଥିଲା ଟାର୍ଗେଟ୍। କେବଳ ଲମନ ଗାଁରେ ଗୋଟିଏ ପରିବାରର 5 ଜଣଙ୍କର ମୃତ୍ୟୁ ଘଟିଛି। ବୋମା ବର୍ଷଣରେ ସାମିଲ ହୋଇଥିଲେ ପାକିସ୍ତାନୀ ଜେଟ୍। ବର୍ମଲର ମୁଗବଜାର ଗାଁ ଧୂଳିସାତ ହୋଇଯାଇଛି। ଆକ୍ରମଣର କାରଣ ବର୍ତ୍ତମାନ ଅସ୍ପଷ୍ଟ ରହିଛି। ରିପୋର୍ଟ ଅନୁଯାୟୀ ଏହାର ଜବାବ ଦିଆଯିବ ବୋଲି ଧମକ ଦେଇଛି ତାଲିବାନର ପ୍ରତିରକ୍ଷା ମନ୍ତ୍ରଣାଳୟ। ଏହି ଭୂଖଣ୍ଡ ସାର୍ବଭୌମର ସୁରକ୍ଷା କରାଯିବ ବୋଲି କହିଛି ତାଲିବାନ। ବିଶେଷ କରି ୱାଜିରିସ୍ତାନୀ ଶରଣାର୍ଥୀଙ୍କୁ ଟାର୍ଗେଟ୍ କରାଯାଇଥିବା ସୂଚନା ମିଳିଛି। ତେବେ ତାଲିବାନର କେତେକ ଆଡ୍ଡାସ୍ଥଳୀ ଉପରେ ଏହି ହମଲା କରାଯାଇଥିବା କୁହାଯାଇଛି। ଏହି ବୋମା ମାଡ଼କୁ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଛି। ପାକିସ୍ତାନ ବାହିନୀ ଉପରେ ତେହରିକ୍ ଇ ତାଲିବାନ ପାକିସ୍ତାନ ବା TTPର ଆକ୍ରମଣ ବଢ଼ୁଥିବାରୁ ଏହାର ଜବାବ ଦେଇଛି ପାକିସ୍ତାନ।